ସରଜାଇ ଇଂରେଜ ହେଇଗଲାଣି। ଆଗୁ ବଢାଅ ଆଗୁ ଟାଣ ଆଗୁ ଟାଣ ସରଜାଇ ଆଜି ଇଂରେଜ ହେଇଯାଇଛନ୍ତି ଆଉ। ଦେଖ ଭାଇ ମାନେ ଇଂରେଜ ମାନେ ପଳେଇଲେଣି ଭାରତରୁ କେତେ ବର୍ଷ ସେ ଏମିତି ଚୁଟିଆ ବନେଇକି ଥିଲେ କେମିତି ଶିଖେଇ ଦେଇ ଯାଇଛନ୍ତି। ଦେଖ ସେ ଶଳା ବହୁଥିଲେ ଆମେ ଟାଣୁଥିଲୁ କିନ୍ତୁ ଏଇଟା ଆଉ ଇଣ୍ଡିଆରେ ବୋଧେ ସରଜାଇ ଟିକେ ସିନିୟର ଲୋକ କୋଉଠି ଦେଖିଦେବେ କି ନ ଦେଖିଦେବେ। କଲିକତାର ପ୍ରଥମ ମାନେ ମୁଁ ଆସିବାର ମୋ ଆଖିରେ ଏଇଟା ହାବୁଡରେ ପଡିଗଲା। ତାହେଲେ ହାବୁଡରେ ଯଦି ପଡିଲେ ହାତ ଗୋଟେ କାମ କର ମୁଁ ବହୁଛି ମତେ ଟିକେ ଟାଣ ନାଇଁ ଦେଖ ନା ନା ଟାଣୁଥିବା ଲୋକର କେତେ କଷ୍ଟଟା ତମେ ଅନୁଭବ କର। ମୋ କହିବା କଥା ଆମ ଇଂରେଜ ମାନେ କେତେ କଷ୍ଟ ଶଳା ଦଉଥିଲେ ସେଇଟା ମୁଁ କହୁଛି ଭାବି ପାରୁଛ। ଆକ୍ଚୁଆଲି ଏଟାକୁ ଲୋକମାନେ କୋଉ ପ୍ରକାର ହିସାବରେ ତାଙ୍କ ଦିମାଗରେ ନଉଛନ୍ତି ଯେ ଗୋଟେ ଲୋକ ବସିବା ଗୋଟେ ଲୋକ ତାକୁ ଟାଣି ଟାଣିକିନା ଝାଳ ବୋହିକି ନବ ସେଇ ଜିନିଷଟା ଆମେ ଦେଖେଇବା। ଏ ଲୋକମାନେ କହିବେ ସେଟା ଭୁଲ କି ଠିକ। ମୁଁ ସେଇଥିପାଇଁ ପୁରୀ ଗଲେ ଯୋଉ ରିକ୍ସାରେ ଯାଆନ୍ତି କୁହନ୍ତି ପୁରୀ ଯାଉଛନ୍ତି ରିକ୍ସା ଯିବ ମତେ ଦୁଃଖ ଲାଗେ। ଆମେ ପଇସା ଦବା ସତ ଗୋଟେ ବୁଢା ଲୋକଟା ଟାଣୁଥବ ଆମେ ବସିକି ମୁଁ ସେଇଥିପାଇଁ କହୁଛି ମୁଁ ବସୁଛି ମୁଁ ହେଲି ଇଂରେଜ ତମେ ହେଲ ମତେ ଟାଣିବ ତମ ଭିତରେ କୋଉ କଷ୍ଟଟା ଟାଣି ସାରିଲା ପରେ ଟିକେ ଆଗକୁ ବଢେଇବ ତାପରେ ମତେ କହିବ ଦିନଦାର ସରଜାଇ ଇଂରେଜ ହେଇଗଲାଣି। ଆଗକୁ ବଢାଅ ଆଗୁ ଟାଣ ଆଗୁ ଟାଣ ସରଜାଇ ଆଜି ଇଂରେଜ ହେଇଯାଇଛନ୍ତି ଆଉ। ସରୋଜ ଭାଇ ହେଲେ ଇଂରେଜୀ ଆଉ ତମେ ଫକିରା ଭାଇ ହେଲେ ସେତେବେଳେ ମୁଁ ଜନ୍ମ ହେଇନଥିଲା ପେଲ ଦେଇଥାନ୍ତି। ଫିଲିଂଟା କେମିତି ନା ଲାଗିଲା ଗୋଟେ ମଣିଷକୁ ବସେ ଗୋଟେ ମଣିଷ ଟାଣିବା ଫିଲିଂଟା ଭାରି କଷ୍ଟ। ଆରେ ଆମେ ଏଠି ଟେକି ଦଉଛେ ମାନେ ଗୋଟେ ଲୋକ ଟାଣି ଟାଣିକା ନବ କେତେ କଷ୍ଟ ହବ। ଆମ ଜୀବନରେ କত କଷ୍ଟ କାজ করে দেখুন। ଯା ହଉ ଧନ୍ୟବାଦ ଦବାକୁ ପଡିବ ଚଚା ମାନଙ୍କୁ ପେଟ ପାଇଁ ଏଇ କଷ୍ଟ କାମ ବି କରୁଛନ୍ତି। ଆମ ଇଂରେଜ ଶିଖେଇ ଦେଇ ଯାଇଛନ୍ତି ଆମେ କଣ କରିବୁ। ଯା ହଉ କହୁଛୁ ନମସ୍କାର ଜୟ ଜଗନ୍ନାଥ ଚାଲ ଜୟ ଜଗନ୍ନାଥ।